ମୁଁ ବିଜନ କୁମାର ନାୟକ ବାଲୁଙ୍କେଶ୍ୱର ମହାଦେବଙ୍କ ପୂଜକ। ପୂଜାପୂଜି ବହୁତ ହୁଏ। ଆମର ରାମନବମୀ ବଡ଼ ଆକାର ହୁଏ, ଶିବ ବିବାହ ହୁଏ, ହୁଏ ସବୁ ବଡ଼ ଧରଣ ହୁଏ। ବହୁତ ଲୋକ ଆସନ୍ତି ଆଉ ଗ୍ରାମବାସୀଙ୍କର ସହଯୋଗ ଅଛି। ଆମର ବୈଶାଖ ପୂର୍ଣ୍ଣିମା ଦିନ ବଡ଼ ଧରଣର ଯଜ୍ଞ ହୁଏ। ବହୁତ ଦୂର ଦୂରାନ୍ତ ଲୋକ ଆସନ୍ତି, ଗ୍ରାମବାସୀଙ୍କର ସହଯୋଗ ଅଛି। ନାୟକ 42 ଦେଉଳି କଟକ ବାଲୁଙ୍କେଶ୍ୱର ମନ୍ଦିର ପୂଜକ। ବାଲୁଙ୍କେଶ୍ୱର ମହାଦେବ ଇଷ୍ଟଦେବ। ଦୀର୍ଘ 400 ବର୍ଷ ପୂର୍ବ ତଳର କଥା କହିଲେ ଅତ୍ୟୁକ୍ତି ହେବ ନାହିଁ। 42 ମୌଜା ନିଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ଥିଲା। ନଦୀର ଆରପଟେ ଏ ନଦୀର ଶିଡ଼ୁଆ ନଦୀ ସିଡ଼ି ପକାଇ ଚାଲୁଥିବାରୁ ତା'ର ନାମ ହେଉଛି ଶିଡ଼ୁଆ। ସେହି ଶିଡ଼ୁଆ ନଦୀର ଦକ୍ଷିଣ ଦିଗରେ ଉପସ୍ଥିତ। ସେହି ଦକ୍ଷିଣ ଦିଗର ଆରପଟୁ ଏକ ଗାଈ ଆସୁଥିଲେ। ଏହି ନିଘଞ୍ଚ ଜଙ୍ଗଲ ହୁଙ୍କା ମଧ୍ୟରେ ଏକ ମାଧୁରୀ ଲଟା ମାଡ଼ିଥିଲା। ଏହି ମାଧୁରୀ ଲଟା ମଧ୍ୟରେ ଥିବା ହୁଙ୍କା ଭିତରେ ବାଲୁକା ସ୍ତୂପରେ କ୍ଷୀର ନିର୍ଗତ କରୁଥିଲା ଏବଂ ସେ ଗାଈ ଏଠୁ ପଳାୟନ କରୁଥିଲା। ଏହାର ସର୍ବେ ଜାଣିଲା ପରେ ପ୍ରତ୍ୟେକ ସେବକ ବାଲୁଙ୍କେଶ୍ୱର ମହାଦେବଙ୍କର ସେବକ ଦେଉଳି ଗ୍ରାମର ସମସ୍ତେ ଉପସ୍ଥିତ ଠାକୁରଙ୍କୁ ଖନନ କରିବା ସମୟରେ ତାଙ୍କର ମସ୍ତକ ମଧ୍ୟ ଖନନ ହୋଇଯାଇଥିଲା ଏବଂ ଏବେ ବି ଉପଯୁକ୍ତ ପ୍ରମାଣ ରହିଅଛି। ବାଲୁଙ୍କେଶ୍ୱର ବାଲୁଙ୍କା ସ୍ତୂପରୁ ବାହାରୁଥିବାରୁ ତାଙ୍କ ନାମ ବାଲୁଙ୍କେଶ୍ୱର ମହାଦେବ କହିଲେ ଅତ୍ୟୁକ୍ତି ହେବ ନାହିଁ ଲୋକାଚାର ମତେ। ଏବଂ ପ୍ରଥମ ପୂଜକ ଯେ ଏଠିକି ଆସିଥିଲେ ବୀର ରାମଚନ୍ଦ୍ରପୁର ଶାସନରୁ, ତାଙ୍କ ନାମ ବକ୍ରେଶ୍ୱରପତି ବୋଲି ଲୋକାଚାର ମତେ ପିତା ପ୍ରପିତାମହମାନେ କହିଛନ୍ତି ଏବଂ ସେ ମଧ୍ୟ ତାଙ୍କର ଇଷ୍ଟଦେବ ବାଲୁଙ୍କେଶ୍ୱର ଥିଲେ, ସେ ତାଙ୍କ ନାମରେ ନାମିତ ବୋଲି ମଧ୍ୟ ସେ କହିଥିଲେ ଏବଂ ଏହା ଲୋକାଚାର ମତ। ଏହିଠାରେ ଠାକୁରଙ୍କର ମହିମା ମହାତ୍ମ୍ୟ ଅବର୍ଣ୍ଣନୀୟ। ଶିବ ଶବ୍ଦର ମହିମା ମହାତ୍ମ୍ୟ ଅବର୍ଣ୍ଣନୀୟ। ତାହା ବିଷୟରେ କହିବା ଏ କଳିଯୁଗର ମହାପାପୀ ଅସମ୍ଭବ। ଠାକୁରଙ୍କର ଅସମ୍ଭବ ମହିମା। ଯାମନ ଯେପରି ତା ପାଇଁ ସେପରି ଫଳ ଥୋଇଥାଏ ବିଶ୍ୱ। ଉଚ୍ଚ ମନା ସିନା ଅମୃତ ଲୋଭଇ ନିଚ ମନା ପାଏ ବିଷ। ଏହି ପ୍ରଭୁ ଇଷ୍ଟଦେବଙ୍କ ନାମ ହେଉଛି ବାଲୁଙ୍କେଶ୍ୱର। ଯିଏ ତାଙ୍କର ଗର୍ବ ଅହଙ୍କାର ଧନ ଜ୍ଞାନ ମାନ ପ୍ରଭୁଙ୍କ ପାଖେ ସମର୍ପିତ ହୋଇଥାନ୍ତି। ପ୍ରଭୁ ତାଙ୍କୁ ସତ୍ଶିକ୍ଷା ସଦ୍ଜ୍ଞାନ ସଚେତନା ସଦ୍ଧାରଣା ସ୍ୱାଧ୍ୟାୟ ସେବା ସଂଯମ ଧର୍ମ ଅର୍ଥ କାମ ମୋକ୍ଷ ସଶିକ୍ଷା ସଦ୍ଜ୍ଞାନ ସଚେତନା ସଦ୍ଧାରଣା ସ୍ୱାଧ୍ୟାୟ ସେବା ସଂଯମ ସବୁ କିଛି ଜାଗ୍ରତ କରାଇଥାନ୍ତି। ପ୍ରଭୁଙ୍କର ନାମ ଅସମ୍ଭବ, ଯାହାକି ସର୍ବମୌଷଧି ରୋଗ ନିବାରଣକାରୀ ଔଷଧ କହିଲେ ଅତ୍ୟୁକ୍ତି ହେବ ନାହିଁ। ପ୍ରଭୁଙ୍କର ନାମ ହେଉଛି ବାଲୁଙ୍କେଶ୍ୱର। ଓମ୍ ଓଙ୍କାର ମୂରତି ପ୍ରଭୁ ଜୟ ସୃଷ୍ଟିକର୍ତ୍ତା। ଓମ୍ ଅକ୍ଷର ଶ୍ରେଷ୍ଠ ମନ୍ତ୍ର ଗତିମୁକ୍ତି ଦାତା। ବାବା ଦୟାଳୁ ଠାକୁର ଭକତ ବତ୍ସଳ। ବାର ତୀର୍ଥେ ରହି ଦୁଃଖ ନିବାର ସକଳ। ଲୁହ ଲହୁ ଏକ କରି ଡାକେ ଯେ ତୁମ୍ଭଙ୍କୁ। ଲୁଚେ ଯମଦଣ୍ଡ ଲଭେ କୈଳାସପୁରକୁ। ଲୁଙ୍କେ କେମନ୍ତେ ରହିବେ ସର୍ବେ ବିଷପାନ କଲ। କେତେ କଷ୍ଟେ ସୃଷ୍ଟି ରଖି ନୀଳକଣ୍ଠ ହେଲ। ଲୁଙ୍କେଶ୍ୱ ସ୍ୱର୍ଗ ମର୍ତ୍ତ୍ୟ ପାତାଳରେ ହୁଏ ଜୟ ଧ୍ୱନି। ସର୍ବଦେବ ସ୍ତୁତି କଲେ ଅଟ ମହାଜ୍ଞାନୀ। ରହିଛି ରହିଲା ଯଶ ଯୁଗ ଯୁଗ ଧରି। ରଖିଅଛ ପତିତଙ୍କୁ କରିଲେ ଗୁହାରି। ପ୍ରଭୁ ଇଷ୍ଟଦେବ ବାଲୁଙ୍କେଶ୍ୱରଙ୍କର ଅନେକ ଲୋକ ଏଠାରେ ଆସିଛନ୍ତି, ଡକ୍ଟର ପାଖରୁ ଫେରି ଆସିଛନ୍ତି, ଏଠି ସମ୍ପୂର୍ଣ୍ଣ ହୋଇଛନ୍ତି, ରୋଗ ଆରୋଗ୍ୟ ହୋଇଛନ୍ତି। ରୋଗ ନିବାରଣକାରୀ ଔଷଧ ପ୍ରଭୁଙ୍କର ନାମ, ତାଙ୍କର ପାଦୁକ, ତାଙ୍କର ବିଲ୍ୱଦଳ ତାକୁ ପାଇଲା ପରେ ସମସ୍ତେ ଆରୋଗ୍ୟ ହୋଇଥାନ୍ତି ଏବଂ ଯେତେ ବଡ଼ ବିପଦରେ ପଡ଼ିଥିଲେ ମଧ୍ୟ ପ୍ରଭୁଙ୍କୁ ଡାକିଲେ ଆମର ତ୍ରିଶାଖା ବିଲ୍ୱଦଳ ସମର୍ପିତ କଲେ ଏବଂ ରୁଦ୍ରାଭିଷେକ କଲେ, ସେ ନିଶ୍ଚିତ ଭାବରେ ଫଳପ୍ରଦ ପାଇଥାନ୍ତି। ଏହା ସାକ୍ଷାତ ପ୍ରମାଣିତ। ଆଗରୁ ମଧ୍ୟ ଏବେ ବି ମଧ୍ୟ ଏବଂ ପ୍ରଭୁଙ୍କର ପାତାଳ ଫୁଟୁଲିଙ୍ଗ, ତାଙ୍କର ପଦ୍ମଦଳ ସହିତ ସଂଲଗ୍ନ ଯେଉଁ ପାଦୁକ କୁଣ୍ଡଟି ଅଛି, ସେହି ଗର୍ଭରୁ ନିର୍ଗତ ହୁଅନ୍ତି ଗବ ଗବ ହୋଇକି ଆବିର୍ଭାବ ହୁଅନ୍ତି ଭୁଟି।
ଯାହାଫଳରେ କରି ଅଭିଷେକ ସମୟରେ ନିଶ୍ଚିତ ଭାବରେ ଫଳପ୍ରଦ ହୋଇଥାଏ ବୋଲି ଏହା ଉପଯୁକ୍ତ ପ୍ରମାଣ ଏବେ ବି ଅଛି, ଆଗରୁ ଥିଲା, ଏବେ ବି ରହିଅଛି। ଏବଂ ପ୍ରଭୁ ଇଷ୍ଟଦେବ ପରମବ୍ରହ୍ମ ପରମେଶ୍ୱର ଏବଂ ମା ଜଗଜ୍ଜନନୀ ଦୁଃଖ ବିନାଶିନୀ ଘରଘର ନାଶିନୀ ହସରଥୀ ଦୟାମୟୀ କରୁଣାମୟୀ କୃପାମୟୀ ମା ଇଷ୍ଟଦେବୀ ପରମବ୍ରହ୍ମ ପରମେଶ୍ୱରୀ ରାଜରାଜେଶ୍ୱରୀ ମାତା ପାର୍ବତୀ ତାଙ୍କ ପାଖରେ ଉପସ୍ଥିତ ଏବଂ ମାତା ପାର୍ବତୀ ମନ୍ଦିର ଉପସ୍ଥିତ। ମା ହେଉଛନ୍ତି ପଶ୍ଚିମମୁଖା, ଶିବ ପ୍ରଭୁ ଇଷ୍ଟଦେବ ହେଉଛନ୍ତି ପୂର୍ବମୁଖା। ଏବଂ ପ୍ରଭୁ ଆମର ଓଡ଼ିଆ ଭାଷାକୁ ସୃଷ୍ଟି କରିଛନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ। ଏ ସୃଷ୍ଟି ସର୍ଜନା ଭିତରେ ଯେତେବେଳେ ବିଷପାନ କରିଥିଲେ ଏବଂ ଏ ସୃଷ୍ଟିକି ରଖିଥିଲେ ଏବଂ ସେ କିଛି ଶିକ୍ଷା ପ୍ରଦାନ କରିଛନ୍ତି ସୃଷ୍ଟି ପ୍ରାରମ୍ଭରୁ। ଅରେ ଅଳସୁଆ ହୁଅ ନାହିଁ, ଅହଙ୍କାର ଅହଂଭାବ ରଖ ନାହିଁ, ଆରେ ଆନନ୍ଦରେ ରୁହ, ଇରେ ଈର୍ଷା କର ନାହିଁ, ଇରେ ଈଶ୍ୱରଙ୍କ ପ୍ରତି ଆଶା ଭରସା ବିଶ୍ୱାସ ରଖନ୍ତୁ, ହର୍ଷଉରେ ଉଇପରି ଜ୍ଞାନ ଧନ ହୁଙ୍କା ସୃଷ୍ଟି କରନ୍ତୁ। ଏହି ପ୍ରମାଣିତ କରିଦେଇଛନ୍ତି ପ୍ରଭୁ ଇଷ୍ଟଦେବ। ଏହି ଇଷ୍ଟଦେବ ଦେଉଳି ଗ୍ରାମର ନୁହେଁ, ଏ ଅଞ୍ଚଳବାସୀଙ୍କର ଇଷ୍ଟଦେବ। ପ୍ରତ୍ୟେକ ସ୍ଥାନେ ପ୍ରତ୍ୟେକ ମନ୍ଦିରରେ 42 ମୌଜାର ଆଖପାଖ ଅଞ୍ଚଳରେ ପ୍ରତ୍ୟେକ ମନ୍ଦିରରେ ଲେଖା ହେଇଛି ଶ୍ରୀ ଶ୍ରୀ ଅମକ ମହାଦେବ, କିନ୍ତୁ ଏକମାତ୍ର ବାଲୁଙ୍କେଶ୍ୱର ମହାଦେବ ଯେଉଁଠାରେ କି ଲେଖାଯାଏ ଶ୍ରୀ ଶ୍ରୀ ଇଷ୍ଟଦେବ ବାଲୁଙ୍କେଶ୍ୱର ମହାଦେବ ବୋଲି। ଏହି ଇଷ୍ଟଦେବ ଏ ଅଞ୍ଚଳର ପ୍ରତିବଂଶଙ୍କର ତଥା ଆଖପାଖ ସମସ୍ତଙ୍କର ଇଷ୍ଟଦେବ ବୋଲି ପ୍ରମାଣିତ ରହିଅଛି। ଜୟ ଇଷ୍ଟଦେବ କି ଜୟ ହେଉ। ଧନ୍ୟବାଦ।